ସବୁ ଅପେକ୍ଷାର ଅନ୍ତ ଘଟିଲା। ଆଜି ହଉଛି ସେହି ଦିନ ଯେଉଁ ଦିନକୁ ଆପଣ ମାନେ ଏତେ ଦିନ ଧରି ଅପେକ୍ଷା କରି ରହିଥିଲେ, ରାକ୍ଷୀ ପୂର୍ଣ୍ଣିମା। ଅଗଷ୍ଟ 28 ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ସିଧାସଳଖ ସୁଭଦ୍ରା ଯୋଜନାର ପଞ୍ଚମତମ କିସ୍ତି 5,000 ଟଙ୍କା। ତେଣୁ ଆପଣ ମାନଙ୍କୁ ଏଇ ଭିଡିଓରେ ମୁଁ କହିବାକୁ ଯାଉଛି ଯେ ପ୍ରଥମେ କେଉଁ କେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିବ। ତେଣୁ ସମସ୍ତେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ ଯେ ଆପଣ ମାନଙ୍କ ପାଖକୁ କେତେବେଳେ ଟଙ୍କା ଆସିବ ଏବଂ ପ୍ରଥମେ କେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିବ। ସମସ୍ତଙ୍କୁ ଅନୁରୋଧ, ଭିଡିଓକୁ ନିଶ୍ଚୟ ଲାଇକ୍ ଟିଏ କରିଦିଅନ୍ତୁ। ଯଦି ଆପଣ ମାନେ ଚ୍ୟାନେଲରେ ପ୍ରଥମ ଥର ଭିଡିଓ ଦେଖୁଛନ୍ତି, ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡିଓ। ଦେଖନ୍ତୁ ମା ମାନେ, ଆଜି ହଉଛି ରାକ୍ଷୀ ପୂର୍ଣ୍ଣିମା 28 ଅଗଷ୍ଟ। ତେଣୁ ଆପଣ ମାନେ ଏହି ଦିନକୁ ବହୁ ଦିନ ଧରି ଅପେକ୍ଷା କରି ରହିଥିଲେ ଯେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ସରକାର ଦେବାକୁ ଯାଉଛନ୍ତି। ଆଜି ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସିଧାସଳଖ 5,000 ଟଙ୍କା ଡିବିଟି ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଆସିବ। ତେଣୁ ସମସ୍ତଙ୍କ ମନରେ ପ୍ରଶ୍ନ, କେଉଁ ବ୍ୟାଙ୍କ ଆକାଉଣ୍ଟରେ ଶୀଘ୍ର ଟଙ୍କା ଆସିବ। ଦେଖନ୍ତୁ ମା ମାନେ, ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ EKYC ପ୍ରୋବ୍ଲେମ ରହିଛି ତାହେଲେ ଆପଣଙ୍କୁ ଶୀଘ୍ର ଟଙ୍କା ଆସିବ ନାହିଁ। ଯଦି ଆପଣଙ୍କର ଡିବିଟି ମୋଡ ଆକ୍ଟିଭ ନାହିଁ, ବ୍ୟାଙ୍କରେ ଯଦି କିଛି ପ୍ରୋବ୍ଲେମ ଅଛି ତାହେଲେ ଆପଣ ଶୀଘ୍ର ମେସେଜ ପାଇ ନ ପାରନ୍ତି। ଯେଉଁମାନଙ୍କର ଏ ସବୁ ଠିକ ରହିଛି ତାହେଲେ ଆପଣ ମନେ ରଖନ୍ତୁ, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସୁଭଦ୍ରା ଯୋଜନାର 5,000 ଟଙ୍କା ଆସିବ। ଦେଖନ୍ତୁ ଏଇ ସୁଭଦ୍ରା ଯୋଜନାରେ ପଞ୍ଚତମ କିସ୍ତିରେ 1 କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସିଧାସଳଖ ଡିବିଟି ମାଧ୍ୟମରେ ଟଙ୍କା ପଠାଯିବ। ଯେଉଁମାନେ ନୂଆ ଭାବେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି, 3 ଲକ୍ଷରୁ ପ୍ରାୟ ଉର୍ଦ୍ଧ୍ବ ସୁଭଦ୍ରା ମା ମାନେ, ସେମାନେ ଆଜି ପାଇବାକୁ ଯାଉଛନ୍ତି ତାଙ୍କର ପ୍ରଥମ କିସ୍ତି ଟଙ୍କା। ସେମାନଙ୍କ ପାଇଁ ବହୁତ ବଡ ଖୁସି ଖବର ଯେ ସରକାର ଆମର ଉପମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି, ଯେଉଁମାନେ ନୂତନ ଭାବେ ଆବେଦନ କରିଛନ୍ତି ସେମାନଙ୍କୁ ବି ଆଜି ଟଙ୍କା ମିଳିବ। ସମସ୍ତଙ୍କ ମନରେ ପ୍ରଶ୍ନ, କେଉଁ ବ୍ୟାଙ୍କକୁ ପ୍ରଥମେ ଟଙ୍କା ଆସିବ। ଦେଖନ୍ତୁ ମା ମାନେ, ସବୁଠାରୁ ପ୍ରଥମେ ଟଙ୍କା ଆସିବାର ବ୍ୟାଙ୍କ ହଉଛି, ଗୋଟେ ହେଲା ଏକ୍ସିସ୍ ବ୍ୟାଙ୍କ। ଯେଉଁମାନଙ୍କର ଏକ୍ସିସ୍ ବ୍ୟାଙ୍କରେ ଖାତା ରହିଛି ସେମାନଙ୍କ ପାଖକୁ ଶୀଘ୍ର ଟଙ୍କା ଆସିବାର ସମ୍ଭାବନା ଅଛି। ତାପରେ ଦେଖନ୍ତୁ, ଯେଉଁମାନଙ୍କର ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ରହିଛି ସେମାନଙ୍କ ପାଖକୁ ବି ଶୀଘ୍ର ଟଙ୍କା ଆସିଯିବ। ଦେଖନ୍ତୁ ଟଙ୍କା ଯେହେତୁ ଡିବିଟି ମାଧ୍ୟମରେ ପଠାଯାଉଛି, ଆପଣ ମାନେ ଚିନ୍ତା କରିବେନି ଯେ ମୋ ପାଖକୁ କାହିଁକି ଶୀଘ୍ର ଟଙ୍କା ଆସିଲା ନାହିଁ। ଦେଖନ୍ତୁ ଯେହେତୁ ଡିବିଟି ମାଧ୍ୟମରେ ଟଙ୍କା ପଠାଯାଏ, ଟିକେ ଡେରି ହୁଏ। ଯେଉଁମାନଙ୍କର ସରକାରୀ ବ୍ୟାଙ୍କ ଛଡା ପ୍ରାଇଭେଟ ବ୍ୟାଙ୍କରେ ଆପଣ ମାନେ ଖାତା ଖୋଲିଛନ୍ତି, ସୁଭଦ୍ରା ଯୋଜନାରେ ଆପଣଙ୍କର ଖାତା ଲିଙ୍କ କରିଛନ୍ତି, ସେମାନଙ୍କ ଆକାଉଣ୍ଟକୁ ଖୁବ ଶୀଘ୍ର ପ୍ରଥମେ ଟଙ୍କା ଆସିଯିବ। ଆଉ ଯେଉଁମାନେ ସରକାରୀ ବ୍ୟାଙ୍କରେ ବି ଖାତା ଖୋଲିଛନ୍ତି, ଯେହେତୁ SBI ସବୁଠାରୁ ବଡ ବ୍ୟାଙ୍କ, ସରକାରୀ ବ୍ୟାଙ୍କ, ସେମାନଙ୍କର ଆକାଉଣ୍ଟକୁ ବି ଟଙ୍କା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ଯେଉଁମାନଙ୍କର ଟଙ୍କା ଶୀଘ୍ର ଆସୁନାହିଁ, ଆପଣ ମାନଙ୍କୁ ସନ୍ଧ୍ୟା ସୁଦ୍ଧା ଅପେକ୍ଷା କରିବାକୁ ପଡିବ। ଆପଣ ମାନଙ୍କର ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଧ୍ୟା ସୁଦ୍ଧା କ୍ରେଡିଟ ହୋଇଯିବ। ତେଣୁ ଆପଣ ମାନେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କର ୟୁନିୟନ ବ୍ୟାଙ୍କରେ ବି ଆକାଉଣ୍ଟ ଅଛି ଏବଂ ଯେଉଁମାନଙ୍କର ପୋଷ୍ଟାଲ ବ୍ୟାଙ୍କରେ ବି, ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କରେ ବି ଆକାଉଣ୍ଟ ରହିଛି, ଆପଣଙ୍କର ବି ଟଙ୍କା ସୁରକ୍ଷିତ ଭାବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ 5,000 ଟଙ୍କା କ୍ରେଡିଟ ହୋଇଯିବ। ତେଣୁ ଆପଣ ମାନେ କୌଣସି ପ୍ୟାନିକ ହେବାର ନାହିଁ, କୌଣସି ଦୁଃଖ ପ୍ରକାଶ କରିବାର ନାହିଁ ଯେ ମୋ ପାଖକୁ ଟଙ୍କା ଆସିଲା ନାହିଁ। ତେଣୁ ମନେ ରଖନ୍ତୁ, ସରକାର ଯେହେତୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଦେବାକୁ ଯାଉଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କ ପାଖକୁ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି 5,000 ଟଙ୍କା ଆସିବ। ଆଉ ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଖକୁ ଟଙ୍କା ଆସିବ ନାହିଁ। ଆପଣ ମାନଙ୍କ କେଉଁ କେଉଁ ବ୍ୟାଙ୍କରେ ଆକାଉଣ୍ଟ ରହିଛି ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଯେଉଁମାନଙ୍କର SBI ଲେଖିଦେବେ, ଯେଉଁମାନଙ୍କର ୟୁନିୟନ ବ୍ୟାଙ୍କରେ ଅଛି UBI ଲେଖିଦେବେ ଏବଂ ଆକ୍ସିସ୍ ବ୍ୟାଙ୍କ, ସବୁ କିଛି ବ୍ୟାଙ୍କର ଯେଉଁମାନଙ୍କର ଖାତା ରହିଛି ଆପଣ ମାନେ କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରି ଜଣେଇବେ। ଆପଣ ମାନେ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ କିମ୍ବା ଗତକାଲି ପାଳନ କଲେ ନିହାତି କମେଣ୍ଟ ବକ୍ସରେ ଲେଖିବେ। ଯଦି ଆଜିର ଭିଡିଓ ଆପଣ ମାନଙ୍କୁ ଭଲ ଲାଗିଛି ନିହାତି ଲାଇକ୍ କରିନଥିଲେ ଲାଇକ୍ କରିଦେବେ। ଯଦି ଚ୍ୟାନେଲରେ ପ୍ରଥମ ଥର ଭିଡିଓ ଦେଖୁଛନ୍ତି, ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରି ରଖିଥାନ୍ତୁ। ଅଲ୍ ନୋଟିଫିକେସନ ଅନ୍ କରି ରଖିଥିବେ, ଆଗକୁ ଏହିପରି ନୂଆ ନୂଆ ଭିଡିଓ ସବୁ
ଆସିବ। ଆଜି ପାଇଁ ଭିଡ଼ିଓରେ ଏତିକି, ରହିଲି। ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଏକ ନୂଆ ଭିଡ଼ିଓରେ।